ବର୍ତ୍ତମାନ 4ଟା ବାଜିଲା ଗରମ ଚାଇ ବିଶ୍ୱନାଥ ଦିବସ ଉପଲକ୍ଷେ ଆଉ ସମସ୍ତେ ଯୋଉମାନେ ଅଛନ୍ତି ଘରେ ତାଙ୍କୁ ବହୁତ ଅଶେଷ ଧନ୍ୟବାଦ। ଆପଣମାନେ ଏମିତି ଏଠି ଏ ସୁଯୋଗ ପାଇବେନି, ଏ ଯୋଉ ଚା ଢଳା ହଉଛି ସେ ସୁଯୋଗ ପାଇବେନି ଆପଣ। ମତେ ରାତି 4ଟାରେ ଚା। ଆଚ୍ଛା ପ୍ରଜ୍ଞା, ମତେ ଗୋଟେ କଥା କହନ୍ତି, ଯୋଉ ଭାଲୁ ମୁହଁରେ ଏ ଯୋଉ ଭାଲୁ ମୁହଁ ଆଉ ମାନେ ଦାନ୍ତ ଆଉ ନଖରେ ଯୋଉ ବ୍ଲଡ ଗୁଡାକ ବୁଇ ଦେଇଛୁ, ତୋର ଯୋଉ ଇନୋଭେଟିଭ ଆଇଡିଆଟା, ଏଇଟା କଣ ପାଇଁ? এটা হচ্ছে নাটকর সারাংশ অর্থ সসমরা କ'ଣ ସେଇଟା ଏ ରକ୍ତ କାହିଁକି ବୋହିଛି ସେଇଟା ପ୍ରାୟ ଲୋକ ଜାଣିଛନ୍ତି, ଯେଉଁମାନେ ଶ୍ଲୋକ ଆଉ ପୁରୁଣା ଗପ ଜାଣିଥିବେ। କିନ୍ତୁ ଏହା ନାଟକ ସହିତ କେମିତି ତାକୁ ଡକ୍ଟର ବିଜୟ ମିଶ୍ର ତାକୁ ନାଟକ ସହିତ ପ୍ରତିପାଦନ କରୁଛନ୍ତି, ସେଇଟା ଆପଣମାନେ ଆସିଲେ ଆସନ୍ତା କାଲି ବା ଆଜି ଯେଉଁ ସକାଳ ହେଇଗଲା ଆପଣମାନେ ନିଶ୍ଚୟ ଜାଣିପାରିବେ ନାଟକ ଦେଖିଲେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସୁପ୍ରଭାତ। ସୁପ୍ରଭାତ କରିଦେଇ ପଳେଇଲା। ଅବଶ୍ୟ ସକାଳ ହବାକୁ ବସିଲାଣି। ମୁଁ ଜାଣିଛି ଯେତେବେଳେ ଲେଖୁଥିଲେ କୈଳାସ ଭାଇ ସେତେବେଳେ ଥିଲେ, ତାଙ୍କରି ପାଖରେ ସେ ଡାକୁଥିଲେ, କୈଳାସ ଭାଇ ଶିଖୁଥିଲେ। ସେଇ ଯେଉଁ ଲେଖାରୁ ମାନେ 2012ରେ ଆମେ ବୋଧହୁଏ କରିଥିଲୁ, କିନ୍ତୁ ଆଜି ଆମେ କରୁଛୁ 2026ରେ। କିନ୍ତୁ କାହାଣୀ ଆଉ ସଂଳାପ ଆପଣ ଜାଣିଛନ୍ତି, ବିଜୟ ମିଶ୍ରଙ୍କ ଲେଖା ସେଇଭଳି, ନାଟକ ମଧ୍ୟ ସେଇଭଳି ହେଇଥିଲା। ଆଜି ବି ସେଇ ନାଟକ ଆମକୁ ଜୀବିତ କରି ରଖିଛି। ଭଲ ହେବ ଏବଂ ଆଗାମୀ 10 ବର୍ଷ ପରେ ମଧ୍ୟ କଲେ ସସେମିରା କଥା ଲୋକ ହିଁ ଦେଖିବାକୁ ଭଲ ପାଇବେ, କାରଣ ସବୁବେଳେ କାହାଣୀ ସମାନ ଅଛି ଏବଂ କାହାଣୀର ଗତି ସେଇଭଳିଆ ଅଛି। ନିଶ୍ଚୟ ଆସିବେ। ନିର ଗପିଲା ମାନେ ଅଲଗା ପ୍ରକାର ଗପିଲା। ଆଜ୍ଞା ଖାଲି ଗପିନି, ସନ୍ଧ୍ୟା 6:30 ସଙ୍ଗୀତ ମହାବିଦ୍ୟାଳୟ ପ୍ରେକ୍ଷାଗୃହକୁ ଆସିଲେ ଆପଣମାନେ ଜାଣିପାରିବେ। କୂଳ ନୁହଁ, ପ୍ରେକ୍ଷାଳୟ ଅଡିଟୋରିୟମ। ରାତି ଅନିଦ୍ରା ହେଇକି ରାତି ଅନିଦ୍ରା କାମ ଚାଲିଛି, ସେସବୁ ଚାଲିଛି। କେମିତି କ'ଣ ପୁଣି ପବନ ବାତ୍ୟା ଆସିଲା, ଉଡ଼ି ଆସିଲା, ତାକୁ ଉଠିଆ ହେଲା। ହଁ, ସେଇଟା ଭାଙ୍ଗି ଯାଇଥିଲା ଆଉ ସେଇଠି ଭାଙ୍ଗି ଯାଇଥିଲା, ଉଠିଆ ହେଲା। ଏଇଟା କେତେ କଷ୍ଟରେ ଆମେ କରୁଛୁ ଆପଣମାନଙ୍କ ପାଇଁ, ଆପଣମାନେ ନିହାତି ଆସିବେ। ଓକେ, ରହିଲୁ, ବାଇ ବାଇ, ଜୟ ଜଗନ୍ନାଥ। ଏଇଠି ସସେମିରା କଥା, ଭାଲୁ ରକ୍ତାକ୍ତ, ଯାହା କହିଗଲା ପ୍ରଜ୍ଞା।